ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ଭଳି ଆଜି ମଧ୍ୟ ଆଉ ଏକ ପ୍ରସଙ୍ଗକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ଆପଣମାନଙ୍କ ସହିତ ପୁନର୍ବାର କଥାବାର୍ତ୍ତା ହେବା ପାଇଁ ପରମେଶ୍ୱର ଏହି ସୁନ୍ଦର ସୁଯୋଗ ମୋ ଜୀବନରେ ଯୋଗ କଲେ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ଆପଣା ପାପକୁ ଲୁଚେଇଲେ କ'ଣ ହୁଏ। ଆଜିର ପ୍ରସଙ୍ଗ ହେଲା ଆପଣା ପାପକୁ ଲୁଚେଇଲେ ବା ଆଚ୍ଛାଦନ କଲେ କ'ଣ ହୁଏ। ଏହି ପ୍ରସଙ୍ଗରେ ଆମେ ପରମେଶ୍ୱରଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢ଼ି ଆମେ ଆଗକୁ ବଢ଼ିବା। ଆମ୍ଭମାନଙ୍କ ସୁପରିଚିତ ବାକ୍ୟ ହିତ ଉପଦେଶ 28 ଅଧ୍ୟାୟ 13 ପଦ ଲେଖାଯାଏ ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ ସେ ଦୟା ପାଇବ। ଅତି ସ୍ପଷ୍ଟ ଅଟେ ଯେ ଏହି ବାକ୍ୟ ଆମ୍ଭମାନଙ୍କୁ କହେ ଯେ ଆପଣା ଅଧର୍ମକୁ ଲୁଚାଇଲେ କ'ଣ ହୁଏ। ଲେଖାଯାଏ ଯେ ଆପଣା ଅଧର୍ମକୁ ଲୁଚାଇବ, ଯେ ନିଜର ପାପକୁ ଘୋଡ଼େଇବା ପାଇଁ ଚେଷ୍ଟା କରିବ, ନିଜର ପାପକୁ ଯେ ଆଚ୍ଛାଦନ କରିବା ପାଇଁ ଚେଷ୍ଟା କରିବ, ସେ କେବେ ମଧ୍ୟ ମଙ୍ଗଳ ପାଏ ନାହିଁ। ବାଇବେଲ ଆମମାନଙ୍କୁ ସ୍ପଷ୍ଟ ଭାବରେ କହେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ସମୟରେ ଆମେ କ'ଣ କରୁ, ଆପଣା ପାପକୁ ଆମେ ଲୁଚେଇବା ପାଇଁ ଚେଷ୍ଟା କରୁ। ମନୁଷ୍ୟ ଆଗରେ ହେଉ, ମା ବାପା ଆଗରେ ହେଉ, କିମ୍ବା ଆମ ପାଳକ ପ୍ରଚାରକ ଆଗରେ ହେଉ, ଆମେ ନିଜର ଭୁଲକୁ ଲୁଚାଇବା ପାଇଁ ଚେଷ୍ଟା କରୁ। ଏହା ଯୀଶୁଖ୍ରୀଷ୍ଟଙ୍କ ସ୍ୱଭାବ ନୁହେଁ। ଏହା ଯୀଶୁଖ୍ରୀଷ୍ଟଙ୍କର ସ୍ୱଭାବ ନୁହେଁ। ଏହା ଆଦମଙ୍କ ସ୍ୱଭାବ ଅଟେ, ହବାଙ୍କ ସ୍ୱଭାବ ଅଟେ। ଆଦମ ନିଜେ ପାପ କରି ସେ ଅନ୍ୟକୁ ଦୋଷ ଦେଉଛନ୍ତି, ମାତ୍ର ଯୀଶୁଖ୍ରୀଷ୍ଟ ସେ ନିଜେ ଧାର୍ମିକ ହୋଇ ଅନ୍ୟର ପାପକୁ ସେ କ'ଣ କରୁଛନ୍ତି, ବୋହି ନେଇ ଯାଉଛନ୍ତି। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ପାପକୁ ଲୁଚାଇଲେ କ'ଣ ହୁଏ ଯେ ଆମେ ପରମେଶ୍ୱରଙ୍କର ଦୟାରୁ, ପରମେଶ୍ୱରଙ୍କର ମଙ୍ଗଳରୁ ଆମେ କ'ଣ ହେଉ, ବଞ୍ଚିତ ହେଉ। ଅର୍ଥାତ୍ ଆମେ ମଙ୍ଗଳ ପାଇନଥାଉ, ଆମର କିଛି ଲାଭ ହୁଏ ନାହିଁ। ଯଦି ଆପଣ ନିଆଁକୁ କମଳରେ କିମ୍ବା ଆପଣଙ୍କ କାଖରେ ଆପଣ ଲୁଚେଇକି ରଖିବେ, ଆପଣଙ୍କର ଦେହ ପୋଡ଼ିଯିବ। ଏହା ସୁନିଶ୍ଚିତ ଅଟେ। ଯଦି ଜଣେ ରୋଗୀ ବ୍ୟକ୍ତି, ସେହି ଶରୀରରେ ଜଣେ ରୋଗୀ ବ୍ୟକ୍ତି ତାର ଯେକୌଣସି ଅଙ୍ଗରେ ରୋଗ ହେଇଥାଉ ନା କାହିଁକି, ସେ ଡକ୍ଟରକୁ ଦେଖାଇବା ପାଇଁ ବାଧ୍ୟ ହୁଏ। କାହିଁକି ବାଧ୍ୟ ହୁଏ? କାରଣ ଡକ୍ଟରକୁ ନ ଦେଖାଇଲେ, ଡକ୍ଟର ଟ୍ରିଟମେଣ୍ଟ ନ କଲେ ସେ ସେଇ ରୋଗରୁ ସେ ଆରାମ ପାଇପାରେ ନାହିଁ, ସୁସ୍ଥତା ପାଇପାରେ ନାହିଁ। ସେଥିପାଇଁ ସେ ଲଜ୍ଜାବୋଧ ନ କରି ଯେକୌଣସି ଅଙ୍ଗରେ ହେଉନା କାହିଁକି ତାର ରୋଗକୁ ସେ କ'ଣ କରେ, ଆପଣା ପୋଷାକ ଖୋଲି ସେ ଦେଖାଏ। କାହିଁକି ଦେଖାଏ? ଯେ ସେହି ଡକ୍ଟର ଦେଖିଲା ପରେ ମୁଁ ଏହି ଯନ୍ତ୍ରଣାରୁ, ଏହି ଦଣ୍ଡରୁ, ଏହି ବ୍ୟଥାରୁ, ଏହି ସମସ୍ୟାରୁ ମୁଁ କ'ଣ ହେବି, ମୁକ୍ତ ହେବି, ତାହା ସେ ଜାଣେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମନୁଷ୍ୟର ସବୁଠାରୁ ବଡ଼ ରୋଗ ହେଲା ପାପ। ଆଉ ସେହି ପାପକୁ ଯେତେବେଳେ ଆମେ ଘୋଡ଼ାଇ ଦେଉ, ଲୁଚାଇବା ପାଇଁ ଚେଷ୍ଟା କରୁ, ଆଉ ସେହି ପାପର ବେତନ ମୃତ୍ୟୁ କ'ଣ କରେ, ମନୁଷ୍ୟକୁ ଅପେକ୍ଷା କରେ, ଅନନ୍ତ କାଳର ମୃତ୍ୟୁକୁ ନେଇଯାଏ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଆଦମ ଆପଣା ପାପକୁ ଲୁଚାଇଲେ, ପରମେଶ୍ୱର ଏଦନ ଉଦ୍ୟାନରୁ ହବା ଓ ଆଦମକୁ ବାହାର କରିଦେଲେ। ହନନୀୟ ସଫିରା ସେମାନେ ନିଜର ପାପକୁ ଲୁଚାଇଲେ, ମଣ୍ଡଳୀ ସମ୍ମୁଖରେ, ପ୍ରଭୁଙ୍କର ଅଭିଷିକ୍ତ ଦାସ ପିତରଙ୍କ ସମ୍ମୁଖରେ ସେମାନେ କଚାଡ଼ି ହୋଇ ପଡ଼ି ସେମାନେ ମୃତ୍ୟୁ ଭୋଗ କଲେ। ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ। ଆମେ ଆପଣା ପାପକୁ ଲୁଚାଇବା ନାହିଁ। ଦାଉଦ ଆପଣା ପାପକୁ ସେ ସ୍ୱୀକାର କଲେ, ନିଜ ପାପକୁ ସେ ମାନି ନେଲେ। ଆଉ ପରମେଶ୍ୱର କ'ଣ କଲେ? ଦାଉଦଙ୍କୁ କ୍ଷମା କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୁଇ ପାର୍ଶ୍ୱରେ ଦୁଇଟି ଚୋର ଥିଲେ। ଜଣେ ଚୋର ନିଜର ଭୁଲକୁ ମାନି ନେଲେ, ଆଉ ଜଣେ ଚୋର ସେ ନିଜର ଭୁଲକୁ ମାନିଲା ନାହିଁ। ସେ କହିଲା, ତୁ ପରା ଖ୍ରୀଷ୍ଟ, ତୁ ଆପଣାକୁ ରକ୍ଷା କର ଏବଂ ଆମକୁ ମଧ୍ୟ ରକ୍ଷା କର। ମାତ୍ର ଆଉ ଜଣେ ଚୋର କହୁଛନ୍ତି ଯେ ଆମେ ତ ଉଚିତ ଭାବରେ ଦଣ୍ଡ ଭୋଗୁଛୁ, ମାତ୍ର ଏହି ଯେଉଁ ବ୍ୟକ୍ତି, ଯେଉଁ ପବିତ୍ର ବ୍ୟକ୍ତି, ସେ କେବେ ପାପ କରିନଥିଲେ, ସେ ଆମ ଭଳି କୌଣସି ଭୁଲ କରିନାହାନ୍ତି,
से दंड भोगुचंती से समय से निजर भूल को मानिले प्रभु मु पाप करी कष्ट पाउछि दुख पाउछि मु दंड पाइबार योग्य अटे मु पापी अटे से समय यीशु को कहले प्रभु यीशु तुम्हें जेबे आपण राज्य को जीव मते मने पकाइब एही गोटिए कथा तांको उद्धार करदेला तांको रक्षा करदेला। प्रिय प्रभु को लोक माने आमे आपण पाप लुचेबा चेष्टा करिबा नहीं आमे आपण पाप को देखाई देबा वाक्य कहे निजर दोष ही देखाई दियो आमे प्रभु को देखाई देबा से विश्वस्त और न्यायवान परमेश्वर अटंती आमर पाप को क्षमा करिबा पई आमको परिष्कार करिबा पई आमको से धौत करिबा पई से विश्वस्त अटंती। आपण माने मो सहित गोटे वाक्य पढ़िबे प्रथम जोहन 1 अध्याय 9 पदरे लिखा जाउची जदि आम्भे माने आपण आपण पाप स्वीकार करू तेबे से आम्भ मानकर पाप क्षमा करने और समस्त अधर्मरु आम्भ मानक परिष्कार करने को विश्वस्त और न्यायवान अटंती ताहांको नामर स्तुति हेउ। आमे जदि आपण पाप को लुचाऊ ताहले आमे जीवन सारा आमे दोषी ही किना रहू एवं आम्भ मानक पई सेई अनंत कालर मृत्यु अपेक्षा रे थाए। आमे आपण पाप को लुचेइबा नहीं आमे आपण पाप को परमेश्वर को देखाई देबा स्वीकार करिबा एवं सेही पाप को आमे छाड़ी देबा ताहेले निश्चित भाव में परमेश्वर कौन करिवे आमको दया करिवे अनुग्रह करिवे। प्रिय प्रभु को लोक माने मु आपण मान कहिबा पई चाहे जदि हेई पारे आपण किछि गुप्तरे करि बसिछंती आपणकर माँ जानी नाहंती बापा जानी नाहंती आपणकर पाप को लुचेबा पई चेष्टा करी आपण गुप्तरे विभिन्न पाप करि बसिछंती आपणको निमंते मु गोटे वाक्य पढ़िबा पई चाहे आपण पढ़िबे एब्री पुस्तक मो सहित आपण मान आसीबे एब्री पुस्तक 4 अध्याय गोटे वाक्य आमे पढ़िबा 4 अध्याय 13 पद रे लिखा जाए ईश्वरଙ୍କ सम्मुखरे कौनसी प्राणी अप्रकाशित नुहे मात्र जहांको छामुरे आम्भ मानकु निकास देबाकू हेबो ताहांको दृष्टि रे समस्त विषय उलंग और अनावृत अटे। वाक्य आमको स्पष्ट भाव में कहे हे पारे आम पालकों को आमे लुचेई पारू आम स्वामी को स्त्री को माँ बापा को आमे लुचेई पारू सेमानकर अजणातर आमे किछि करि बसु मात्र परमेश्वर को दृष्टि रे कौनसी अनावृत नुहे कौनसी आवृत विषय नुहे परमेश्वर को दृष्टि रे गुप्त नुहे परमेश्वर प्रत्येक विषय से आमे कौन करुछु बसुछु उठुछु खाऊछु प्रत्येक विषय से जानती एथिपाई आमे निजर भूल को आमे मानि नेबा आपण पाप को लुचेइबा नै आपण पाप को जे लुचे से मंगल पाए नै। जदि जड़े रोगी व्यक्ति समस्या व्यक्ति पेट बथा किंबा पेटरे स्टोन जेकोसी समस्या थिले जदि से डॉक्टर को देखाइबो नै ताहेले से केबे मध्य तार समस्यार समाधान से पाई पारे नै। आम्भ मानक समस्यार समाधानकारी आम्भ मानक प्रभु यीशु ख्रीष्ट से अपेक्षा करिसंती जे तुम्हें फेरी आस पापरु मन परिवर्तन कर तुम्हें मो निकट को आस मु तुमको विश्राम देवी यह से अपेक्षा करिसंती। सेतिपाई प्रिय प्रभु लोक माने आमे आपणा पाप को लुचेइबा नहीं। से दिन अपविय पुत्र आपणा पिता घर को फेरी आसिला और कहला पिता ईश्वर दृष्टि रे आउ तुम दृष्टि रे मु पाप कली मते तुम घरे पुओ परी नुहे गोटे मूलिया परी रख। सेही दिन परमेश्वर अर्थात ताहांकर बापा कौन कले से पुओ को सबुठार उत्तम वस्त्र पिंधाइले पादरे पादुका देले हाथरे मुंदी पिंधाई ताहांको निमंते गोटे बड़ उत्सव से आयोजन कले। आमर परमेश्वर जोगिछंती आमे आपणा पाप आपणा दुर्बलता आपणार सेही हताश निराश जोटी के आमे पड़ी जाइछु से सब विषय आमे तांको देखाइबा एवं आमे ताहांको परि हेबा ताहांको शक्ति पाइबा अनुग्रह पाइबा यह परमेश्वर अपेक्षा करिछंती। प्रिय प्रभु लोक माने आमर दुर्बलता को आमे केबे लुचेइबा नाही आमर पाप को आमे केबे लुचेइबा नाही। जदि लुचेइबा ताहेले आमे दिने निश्चय आमे समस्या रे पड़िबा। प्रभु ये वाक्य दे आम समस्त को आशीर्वाद करंतु। आसंतु पदे प्रार्थना करिबा। प्रेमिक स्वर्गीय पिता मु तुमको धन्यवाद दिए प्रभु तुम वाक्य द्वारा मान को कथा हेलो बापा
ଆମେ ପାପକୁ ଲୁଚେଇବା ଲୋକ ନ ହେଇ ପାପକୁ ସ୍ୱୀକାର କରି ଛାଡ଼ି ଦେଇ ତୁମରି ପଛରେ ଆମେ ଚାଲିବୁ। ଏହି ପ୍ରକାର ବ୍ୟକ୍ତି ହେବୁ। ତୁମେ ଆମମାନଙ୍କୁ ଦୟା କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍ ଆମେନ୍। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱରଙ୍କ ଇଚ୍ଛା ହେଲେ ପୁନର୍ବାର ଆଉ ଗୋଟେ ଅଧ୍ୟାୟରେ ପରସ୍ପର ଆମେ କଥାବାର୍ତ୍ତା ହେଇ ସାକ୍ଷାତ କରି ତାଙ୍କ ରାଜ୍ୟ ନିମନ୍ତେ ଆମେ ବଢ଼ିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।